ବାରିପଦାରେ ବଢୁଛି ଲୁଟ୍ ଛିନତାଇ ଆତଙ୍କିତ ସହରବାସୀ। ଗତକାଲି ଟାଉନ ଥାନା ସମ୍ମୁଖରେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ଘଟଣା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଆଜି ପୂର୍ବତନ ଅଧ୍ୟକ୍ଷାଙ୍କ ଘରୁ ଲୁଟ୍ ଘଟଣା ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବାରିପଦା ସହର ପାଲବଣୀ ୱାର୍ଡ ନମ୍ବର 25ରେ ରହୁଥିବା ପୂର୍ବତନ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମ ମକର ପାଇଁ ଗାଁକୁ ଯାଇଥିବା ବେଳେ ଘରୁ 14 ଲକ୍ଷ ଟଙ୍କାର ସୁନା ସହ ନଗଦ 4 ଲକ୍ଷ ଟଙ୍କା ଲୁଟି ନେଇଥିବା ଲୁଟେରା ଅଭିଯୋଗ ହୋଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପାର୍ବତୀ। ଘଟଣାରେ 4 ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ଟାଉନ ଥାନା ପୁଲିସ। ଗତକାଲି ଦିନ ବେଳା ଗଲୁ ଦେଖି ରହିଲୁ ରାତିରେ ଆଜି ସକାଳୁ ଆସିକି ଦେଖିଲା ବେଳକୁ ତ ମୋ ଘରେ ସବୁ ଲୋକ ଫକ ଗ୍ରିଲ ଗେଟ୍ ସବୁ ଭାଙ୍ଗି ଦେଇକି ଗେଟ୍ଟା ଭାଙ୍ଗି ଦେଇକି ଚୋର ମାନେ ପଶିକିରି ମୋର ସୁନା ଗହଣା ନେଇଛନ୍ତି, ପଇସା ବି ନେଇଛନ୍ତି। ଆଉ ସେତିକି ନେଇଛନ୍ତି, ସୁନା ଗହଣା ରୂପା ଆଉ ପଇସା ନେଇଛନ୍ତି। ମୋ ଘରୁ ଚୋରି ହେଇଛି, ସେଥିପାଇଁ ମୁଁ ଟାଉନ ଥାନାରେ ଆସିକିରି ମୁଁ ଆଇଆଇସି ପାଖରେ ଗୋଟେ ଅଭିଯୋଗ କରିଛୁ। ତୁରନ୍ତ ଚୋରମାନଙ୍କୁ ଧରା ପଡୁ ଏବଂ ମୋର ଯେତିକି ଜିନିଷଟା ନେଇଛନ୍ତି ସେଟା ରିକଭାରି କେମିତି ହବ ସେ ଥାନା ବାଲା ହିଁ ବୁଝିବେ ସେଟା।